नाम नित्यानंद सामल घर नाम नाउल आ तुलंग पंचायत ये जो फिजिकल फिजियोथेरापी दिया जाउची आज्ञा फिजिकल ट्रीटमेंट ପାଇଁ କି आज्ञा କେମିତି ଅନୁଭବ ना କରୁଛନ୍ତି? ना भल अनुभव करुँ तपस्या मैडम भी कर प्रमोद सार भी समस्त लगे भल पे इम्प्रूव कर सब खाद्यपेय भी ठीक अच्छे टिफिन व्यवस्था ठीक अच्छे ठीक समय ठीक समय समस्त को ट्रिटमेंट कराई समस्त ये दिहूँ ଆପଣ କ'ଣ ଅନୁଭବ କରିଛନ୍ତି ଯେତେ ପିଲା ଆସିଛନ୍ତି ଏମାନଙ୍କ ଭିତରେ କିଛି ଚେଞ୍ଜ ହେଇଛି ବଦଳିଛି? हाँ हाँ इम्प्रूव होची आगू भी हम समस्त सार सब लगे समस्त ଅନେକ ଆମେ ଦେଖିବାକୁ ପାଇଛୁ ଯେ ଏ ଭିନ୍ନକ୍ଷମ ମାନେ ବଡ଼ ହେଲା ପରେ ଉଚ୍ଚ ଶିକ୍ଷା ଲାଭ କରିକି ନିଜେ ଏଷ୍ଟାବ୍ଲିଶ୍ ହେଉଛନ୍ତି ଏମାନଙ୍କ ଭିତରେ ଆପଣ ଲକ୍ଷ୍ୟ କରିଛନ୍ତି ସେମିତି କିଛି? हाँ अच्छा हे अच्छा इम्प्रूव करुँच पढ़ा पढ़ा शिक्षा ये सब चली ଶିକ୍ଷା ବିଷୟରେ କ'ଣ କହିବେ ସାର୍ଙ୍କର ଶିକ୍ଷା ବିଷୟରେ? शिक्षा विषय सार सब शिक्षा शिखाऊँ सब आनी सब पाठ पढ़ा ये सब देखे ତରିକା କେମିତି କ'ଣ ଭଲ କି? हाँ हाँ भल आज्ञा आज्ञा उमा स्वाई तीर्थल ब्लॉक आम पुअर फिजियोथेरापी मेंटल प्रॉब्लम थिला से आम पु 3 दिन फिजियोथेरापी कैंप रे पु भी केते उपकृत होइछि माइंड तार टिके भल आज्ञा पु मोर केते डेवलप କ'ଣ ଭାବୁଛନ୍ତି ଆପଣଙ୍କ ପୁଅ ଏ ଫିଜିଓଥେରାପି ଦ୍ୱାରା ଇମ୍ପ୍ରୁଭମେଣ୍ଟ ହେଇକି ଉଚ୍ଚ ଶିକ୍ଷା हाँ सर आज्ञा ଖାଇବା ପିଇବା हाँ खाଇବା पिवा टिफिन सुविधा रही मध्याह्न खाद्य भी टीचर जो मैंने ट्रेनिंग दौरान ତାଙ୍କ ବିଷୟରେ କ'ଣ କହିବେ? ଭଲ ବହୁତ ଭଲ ଭାବେ ସେ ଟ୍ରେନିଂ ଦେଉଛନ୍ତି ଆଉ ବି ଆମେ ଯେତିକିଟା ପିଲାଙ୍କୁ ଆଦର ଯତ୍ନ କରୁ ସେମାନେ ବି ବହୁତ ଆଦର ଯତ୍ନ करे ତାଙ୍କ ପରାମର୍ଶ କ'ଣ ଅଛି ଆପଣ? ପିଲାଙ୍କୁ ଆପଣ ଏଇଭଳିଆ ଘରେ ପ୍ରାକ୍ଟିସ୍ କରାନ୍ତୁ ଆପଣଙ୍କ ପିଲା ଭଲ ବି ହେଇଯାଇପାରେ। ମୁଁ ତପସ୍ୱିନୀ ବେହୁରା ଜଗତସିଂହପୁର ବ୍ଲକର ଆର୍ପି ପିଲାମାନେ ଏଇ ଡିଜେବଲ୍ ପିଲାମାନେ କରୁଛି ମୁଁ ଜଗତସିଂହପୁର ବ୍ଲକରୁ ଆର୍ପି ହିସାବରେ ଏଇ ଚିତ୍ରକୁ ଆସିଛି। ଏଠି ଯେଉଁ ଚାଲିଛି କେତେ ପିଲା ଆମର ଅଛନ୍ତି 30 ପିଲାଙ୍କ କେତେ ଦିନ 3 ଦିନିଆ ପ୍ରୋଗ୍ରାମ୍ ତା ଦେହରେ ଫିଜିଓଥେରାପି ଅଛି ସ୍ପିଚ୍ ଥେରାପି ଅଛି ଦୁଇଟା କେଉଁ କାଟାଗୋରୀର ପିଲା ଅଛି? ପିଲାମାନେ ଫିଜିଓଥେରାପିରେ ଆମର ସିପି ପିଲା ଯିଏ ଶୋଇ ରହିଛନ୍ତି କିମ୍ବା କାହାର ଲୋୟର ଲିମ୍ ଅଛି କାହାର ଅପର ଲିମ୍ ଅଛି ପ୍ରୋବ୍ଲେମ୍ ଅଛି ତାକୁ ଥେରାପି ଦେଲା ଦ୍ୱାରା କେମିତି ଟାଇଟ୍ ହେଇଥିବ ତାକୁ କେମିତି ସଫ୍ଟ କରାଇବ ସେଇ ଅନୁସାରେ ତାକୁ ପ୍ରଶିକ୍ଷଣ ଦିଆଯାଉଛି ଗାର୍ଡ଼ିଆନ୍ ବୁଝିବେ ଗାର୍ଡ଼ିଆନ୍ ପିଲାମାନଙ୍କୁ କରାଇବେ ଘରେ ଯାଇକି 3 ଦିନ ଭିତରେ ତ ଆମେ ସମସ୍ତ କଥା କରି ଯାହା ଶିଖେଇବୁ ତାଙ୍କ ଗାର୍ଡ଼ିଆନ୍ ଶିଖିଲେ ତାକୁ ଘରେ ନେଇ କେମିତି କରିବେ ସେଇଟା ଶିଖାଯାଏ। ଆପଣଙ୍କ ଦୃଷ୍ଟିରେ ପିଲାମାନଙ୍କର ଇମ୍ପ୍ରୁଭମେଣ୍ଟ ବିଷୟରେ ନିଶ୍ଚିନ୍ତ ହେଉଛି ପିଲାଙ୍କ ନିଶ୍ଚିନ୍ତ ଆମେ ଯାହା ଶିଖାଉଛୁ ଗାର୍ଡ଼ିଆନ୍ ମାନେ ତାକୁ ରେଗୁଲାର କରୁଛନ୍ତି ଆମର ପ୍ରତ୍ୟେକ ବର୍ଷ ବି ହୁଏ 2ଟା କାମ ହୁଏ 3 ଦିନ ବି ଏଠି 3ଟା କ୍ୟାମ୍ପ ସରିଲାଣି ସେ ପିଲାମାନେ ଗାର୍ଡ଼ିଆନ୍ ମାନେ ଶିଖିଲା ପରେ ଘରେ ରେଗୁଲାର ସକାଳେ ଆଉ ସନ୍ଧ୍ୟାବେଳେ କଲେ ଇମ୍ପ୍ରୁଭମେଣ୍ଟ ହେଉଛି। तो पंचायत आसचु नाउल स्कूल ଏଠି ଯେଉଁ ଫିଜିଓଥେରାପି କ୍ୟାମ୍ପ ହେଉଛି ଆପଣଙ୍କ ଅନୁଭବରେ କେମିତି କ'ଣ ଚାଲିଛି? फिजियोथेरापी चलती पिला भी उपशम पाँच सेवा भी चलती ये आम भी पिला को आणिक आसलु आमर भी फिजियोथेरापी होती पिला भी उपशम पाँच 3 दिन कैंप होता 3 दिन आसचु सार मैंने कही आम आसचु କେମିତି କ'ଣ ସିଷ୍ଟମ୍ ଏଠି ଅଛି ଖାଇବା ପିଇବା? खाद्यपेय पूरा ठीक अच्छी टिफिन व्यवस्था भी अच्छी आम आसलु फास्ट टिफिन देते खाद्यपेय टाइम अच्छी मध्याह्न भोजन भी होता ଯେଉଁମାନେ ଶିକ୍ଷା ଦେଉଛନ୍ତି ସେମାନଙ୍କ ବିଷୟରେ ଆପଣ କ'ଣ କହିବେ କେମିତି ଟାଇପ୍ର ଶିକ୍ଷା ଦେଉଛନ୍ତି? नहीं शिक्षा अच्छी मैंने जहाँ को सुगा जाऊनी शिक्षा अलग जहाँ को आखि देखा जाऊनी अलग सब शिक्षा अच्छी जहाँ गोड़ हाथ अस्थि बाबद से शिक्षा भी अलग अच्छी सब प्रकार सुविधा अच्छी कैंप।